जय जगन्नाथ पिलामाने ମୁଁ ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି ଆମ ଓଡ଼ିଆ ପୁସ୍ତକ ଜୁନିୟର ୟୁଟ୍ୟୁବ୍ ଚ୍ୟାନେଲରେ। ମୁଁ ଆଶା କରୁଛି ସମସ୍ତେ ଘରେ ଭଲରେ ଥିବ ଏବଂ ଘରେ ମଧ୍ୟ ମନଧ୍ୟାନ ସହିତ ପାଠ ପଢୁଥିବ। ଦେଖ ପିଲାମାନେ, ଆଜି ଆମେ ପଢିବା ଗଣିତର ପ୍ରକାଶ ନ୍ୟୁ ବୁକ୍ ଯୋଉଟା ଆମର ଆସିଛି, ଗଣିତ ପ୍ରକାଶର ପ୍ରଥମ ଅଧ୍ୟାୟ ବର୍ଗ ଓ ଘନର ଥାର୍ଡ କ୍ଲାସ୍। ଥାର୍ଡ ବୋଧେ ନୁହେଁ, ଫୋର୍ଥ କ୍ଲାସ୍ ପଢିବା, କାରଣ ଫାର୍ଷ୍ଟ ସେକେଣ୍ଡ ଥାର୍ଡ କ୍ଲାସ୍ରେ ଆମେ ଅଲରେଡି ପୂର୍ଣ୍ଣବର୍ଗ ଓ ତ୍ରିଭୁଜାକାର ସଂଖ୍ୟା ଏରିଆ ଆମେ ଏଣ୍ଡ କରିସାରିଥିଲେ। ଯଦି ଦେଖିବା ପାଇଁ ଚାହୁଁଛ, ଡିସ୍କ୍ରିପ୍ସନ ବକ୍ସରେ ଲିଙ୍କ ଅଛି, ଯାଇକରି ଭିଡ଼ିଓ ଦେଖିପାରିବ। ଏବଂ ଭିଡ଼ିଓ ଯେତେବେଳେ ବି ଦେଖୁଛ କିମ୍ବା ଏଇ କ୍ଲାସ୍ ବି କରୁଛ, ଅଲୱେଜ୍ ଫୋନ୍ର ଫୁଲ୍ ସ୍କ୍ରିନ୍ରେ ଦେଖିବ, ଯାହାଫଳରେ କୌଣସି ନୋଟିଫିକେସନ୍ ତମକୁ କିଛି ବି ଡିଷ୍ଟ୍ରାକ୍ଟ କରିବ ନାହିଁ। ଅଲୱେଜ୍ ଭିଡ଼ିଓକୁ ତମେ ଫୁଲ୍ ସ୍କ୍ରିନ୍ରେ ଦେଖିବ, କେବେ ହାଫ୍ ସ୍କ୍ରିନ୍ରେ ଦେଖିବ ନାହିଁ। ଯେକୌଣସି କ୍ଲାସ୍ ଦେଖ, ମୋର କ୍ଲାସ୍ ଦେଖ କିମ୍ବା ଯେକୌଣସି ସାର୍ଙ୍କ କ୍ଲାସ୍ ଦେଖ, କିଛି ବି ଷ୍ଟଡି ରିଲେଟେଡ୍ ଜିନିଷ କେବେ ହାଫ୍ ସ୍କ୍ରିନ୍ରେ ଦେଖିବ ନାହିଁ। ସୋ ଆଜିର କ୍ଲାସ୍ରେ ଆମେ ଷ୍ଟାର୍ଟ କରିଦେବା ବର୍ଗମୂଳ। ବର୍ଗ ବିଷୟରେ ଅଳ୍ପ ବହୁତ ତମେ ଭଲ ଭାବରେ ଧାରଣା ପାଇଲ। ତ ବର୍ଗ କହିଲେ କ'ଣ ବୁଝ? ସ୍କୋୟାର। ସ୍କୋୟାର ମାନେ ଦୁଇଟି ସମାନ ସଂଖ୍ୟା ଗୁଣିଲେ ଆମେ ସ୍କୋୟାର ବାହାର କରିବା। ମାନେ 2 ର ଯଦି ମୁଁ ବର୍ଗ ବାହାର କରିବି, କ'ଣ 2 × 2 ଦ୍ୟାଟ୍ ଇଜ୍ ଇକ୍ୱାଲ୍ ଟୁ 2 ର ସ୍କୋୟାର ଇକ୍ୱାଲ୍ ଟୁ 4। ତ ଦେଖ, ପ୍ରଥମେ ଆମେ ଟିକେ ପୂର୍ବ ପାଠର ଆଲୋଚନା କରିଦେବା, କାରଣ ଏବେ ମଧ୍ୟ ତାହା ନିହାତି ରୂପେ ଆବଶ୍ୟକ ହବ। ତ ପୂର୍ବ ପାଠରେ ଆମେ କ'ଣ କରିଥିଲେ? 1 ର ସ୍କୋୟାର ଇକ୍ୱାଲ୍ ଟୁ 1 ଥିଲା, 2 ର ସ୍କୋୟାର ଇକ୍ୱାଲ୍ ଟୁ 4, 3 ର ସ୍କୋୟାର ଇକ୍ୱାଲ୍ ଟୁ 9, 4 ର ସ୍କୋୟାର ଇକ୍ୱାଲ୍ ଟୁ 16, 5 ର ସ୍କୋୟାର ଇକ୍ୱାଲ୍ ଟୁ 25, ସେ ଭାବରେ 6 ର ସ୍କୋୟାର ଇକ୍ୱାଲ୍ ଟୁ 36, 7 ର ସ୍କୋୟାର ଇକ୍ୱାଲ୍ ଟୁ 49। ମୋ ସହିତ ବି ତୁମେ ମାନେ କହୁଥିବ, ଓନ୍ଲି ଦେଖିବନି। 8 ର ସ୍କୋୟାର 64 and 9 ର ସ୍କୋୟାର ଇକ୍ୱାଲ୍ ଟୁ 81 and 10 ର ସ୍କୋୟାର ଇକ୍ୱାଲ୍ ଟୁ 100। ଓକେ, ତ ଏଇଟା ଆମ ପୂର୍ବ ପାଠରେ ଆମେ ପଢିଥିଲେ, ଆଗକୁ ଆହୁରି ମଧ୍ୟ ଥିଲା, ବଟ୍ ଏତିକିରେ ଆମେ ରହିବା। ଏତିକି ଆମ ଆବଶ୍ୟକ, ବାସ୍ ଖାଲି ଆମ ଡିସ୍କସନ୍ ଟିକେ କରିବା ପାଇଁ। ତାହେଲେ ଗୋଟେ ଧ୍ୟାନ ରଖ, ଏଇଗୁଡ଼ିକ କ'ଣ ଥିଲା ତମେ ବୁଝଉଛି କାଲି ଆগে ଶୁଣିଥିଲ। 1 ର ସ୍କୋୟାର 1 ଥିଲା, 2 ର ସ୍କୋୟାର 4 ଥିଲା, ମାନେ ଏଇଟା ସ୍କୋୟାର ବାହାର କରୁଥିଲେ। ଏଇଟା ଥିଲା ବର୍ଗ ଥିଲା। ଏଇଟା ଯେତେବେଳେ ଆମେ ଓଲଟେଇ ଦବା, ମାନେ କାହାକୁ କାହାକୁ ଗୁଣିଲେ ଗୋଟେ ବର୍ଗ ସଂଖ୍ୟା ବାହାରୁଛି। ମନେକର 4 କିପରି ବାହାରିଲା? 2 ଆଉ 2 କୁ ଗୁଣିଲେ କ'ଣ ହେଲା? 4 ବାହାରିଲା। ତ 2 ହେଇଗଲା କ'ଣ? ତାର ବର୍ଗମୂଳ। ସେଇ ବିଷୟରେ ସେଠି କହିଛି। ତ ବର୍ଗମୂଳ ବିଷୟରେ, ସ୍କୋୟାର ରୁଟ୍ ବିଷୟରେ ପଢିବା। ପ୍ରଥମେ ଆମେ ସ୍କୋୟାର ପଢିଲେ, ତାର ଜଷ୍ଟ ଅପୋଜିଟ୍ ସ୍କୋୟାର ରୁଟ୍ ଆମେ ଏବେ ପଢିବା। ତ ଦେଖ, ଗୋଟିଏ ବର୍ଗ କ୍ଷେତ୍ରର କ୍ଷେତ୍ରଫଳ ହେଲା 49 ବର୍ଗ ସେମି। ତାହେଲେ ବର୍ଗ କ୍ଷେତ୍ର ବିଷୟରେ ତମେ ନିଶ୍ଚୟ ଜାଣିଛ, ଯାହାର ପ୍ରତ୍ୟେକ ବାହୁ ସମାନ, ତାକୁ ଆମେ କ'ଣ କହିଥାଉ? ଗୋଟେ ବର୍ଗ କ୍ଷେତ୍ର କହିଥାଉ। ଓକେ, ଏଇଟା ମନେକର ଗୋଟେ ବର୍ଗ କ୍ଷେତ୍ର, ଯାହାର ପ୍ରତ୍ୟେକ ବାହୁ କ'ଣ? ପ୍ରତ୍ୟେକ ବାହୁ ସମାନ। ଯଦି ପ୍ରତ୍ୟେକ ବାହୁ ସମାନ, ଆର କ୍ଷେତ୍ରଫଳ କହିଛି 49 ବର୍ଗ ସେମି। ଆର କ୍ଷେତ୍ରଫଳ ଅଲରେଡି ଦେଇଛି, ତାହେଲେ ବାହୁର ଦୈର୍ଘ୍ୟ ବାହାର କରିବା। ଆରେ କେମିତି ବାହାର କରିବ? ତମେ ଜାଣିଛ ବର୍ଗ କ୍ଷେତ୍ରର କ୍ଷେତ୍ରଫଳ ଫର୍ମୁଲା କ'ଣ? କ୍ଷେତ୍ରଫଳ ଇକ୍ୱାଲ୍ ଟୁ ବାହୁ ଗୁଣନ ବାହୁ। କ୍ଷେତ୍ରଫଳ ଅଲରେଡି 49 ଦେଇଦେଇଛି, ତାହେଲେ ସେ ବାହୁ ଗୁଡ଼ିକ କିଏ ହେବେ? କେଉଁ ଦୁଇଟି ସମାନ ବାହୁ ଗୁଣିଲେ 49 ହବ? ମାନେ କ'ଣ? କେଉଁ ଦୁଇଟା ସମାନ ବାହୁ ଗୁଣିଲେ 49 ହବ? ଦେଖ, 5 ଆଉ 5 ଗୁଣିଲେ 49 ହବ କି? ହବନି, 25 ହବ। ତ ଉପରେ ଅଲରେଡି ଲେଖା ବି ଯାଇଛି। ତାହେଲେ 7 ର ସ୍କୋୟାର ମାନେ କ'ଣ? 7 ଗୁଣନ 7 ଇକ୍ୱାଲ୍ ଟୁ 49। ମାନେ ଏ ବାହୁ ଦୁଇଟି କିଏ ହେଇଯିବେ? 7 ସେମି ଆଉ 7 ସେମି। ତାହେଲେ 7 ସେମି ବିଶିଷ୍ଟ ଏ ବର୍ଗ କ୍ଷେତ୍ରଟି, ଯାହାର କ'ଣ ହେଇଯିବ? କ୍ଷେତ୍ରଫଳ ହେଲା 49 ସେମି। ତମେ ଜାଣି ବୁଝିପାରୁଥିବ, ଏଥିରେ କିଛି କାହାର କନଫ୍ୟୁଜନ ନଥିବ, କାରଣ 7 ସେମି ଆଉ 7 ସେମି ଗୁଣିଲେ ଆମେ 49 ସେମି ପାଉଛୁ। ତାହେଲେ ଏଠି ପାଇଗଲେ କ'ଣ? ବର୍ଗ କ୍ଷେତ୍ରର ବାହୁର ଦୈର୍ଘ୍ୟ କେତେ? 7 ସେମି ପାଇଲେ। ତାହେଲେ ଏଇ 7 ସେମିକୁ ଆମେ କ'ଣ କହିବା? ବର୍ଗମୂଳ କହିବା 49 ର। ତାହେଲେ ଏଇ 7 ସେମି କ'ଣ କହିବା? 49 ର ବର୍ଗମୂଳ କହିବା। କାହିଁକି ନା ଏଇ ଦୁଇଟି ସମାନ ସଂଖ୍ୟା ଗୁଣା ହେଇକି ଏଇ ସଂଖ୍ୟାଟି ପାଇଲା। ଏଇଟା କ'ଣ? ଏଇଟା ହେଲା ବର୍ଗ। ଓକେ, ଏଇଟା ଏଇ ସଂଖ୍ୟାଟି କ'ଣ ହେଇଗଲା? ଏଇଟା ହେଇଗଲା ବର୍ଗମୂଳ। ଏଠି ପର୍ଯ୍ୟନ୍ତ କାହାର କିଛି କନଫ୍ୟୁଜନ ଅଛି? ମୋ ହ୍ୟାଣ୍ଡରାଇଟିଂ ଟିକେ ଖରାପ, ଯେତେବେଳେ କହୁଛି ତମେ ସେଟା ଶୁଣିଦେବ। ଓକେ, ତ ଏଇଟା ହେଇଗଲା ବର୍ଗ, ଏଇଟା ହେଇଗଲା ବର୍ଗମୂଳ। ମନେ ରହିଲା? ଏଇଟା କ'ଣ? ଏଇଟା ବର୍ଗ, ଏଇଟା ହେଲା ବର୍ଗମୂଳ। ଏତିକି ହେଲା ବର୍ଗମୂଳର ତାର ବେସିକ ଜିନିଷଟା। ତାହେଲେ ଏବେ ଦେଖ, ଆମେ ବର୍ଗମୂଳ ବାହାର କରିବା କିପରି? ବର୍ଗମୂଳ କିପରି ଗୋଟେ ସଂଖ୍ୟାର ବାହାର କରିବା? ବର୍ଗ ବାହାର କରିବା ସହଜ, କାହିଁକିନା ଗୋଟେ ସଂଖ୍ୟା ସେ ସଂଖ୍ୟା ଗୁଣିଦେଲେ ଆମେ ବର୍ଗ ବାହାର କରିଦେଉଥିଲେ। କିନ୍ତୁ ବର୍ଗମୂଳ ମାନେ ଓଲଟାଟା କିପରି ଆମେ ବାହାର କରିବା? ଠିକ ଅଛି, କିଛିଟା ବେସିକ ଆମେ ସଂଖ୍ୟାକୁ ଦେଖିବା। ଆମେ ଲେଖି ଦଉଛୁ, ଇରେଜ କରିଦେବା, ଆଉ କିଛି ଆବଶ୍ୟକ ନାହିଁ। ସେଇଭଳି ଭାବରେ ଆଉ ଗୋଟେ ଛୋଟିଆ କନସେପ୍ଟ ରହିଗଲା, ବର୍ଗମୂଳ ବାହାର କରିବା କିପରି ରହେ। ଦେଖ, ଯଦି 7 ସେମିର ମାନେ 49 ର ବର୍ଗମୂଳ କେତେ କହିଲି? 7 କହିଲି। ସେ ଭାବରେ ଯଦି ମୁଁ -7 କୁ ମନେକର ଧରୁଛି, -7 ଇଣ୍ଟୁ -7 ଯଦି ମୁଁ କରୁଛି, ତାହେଲେ ମଧ୍ୟ କେତେ ହବ? ତାହେଲେ ମଧ୍ୟ ମାଇନସ୍ ଇଣ୍ଟୁ ମାଇନସ୍ ଦ୍ୟାଟ୍ ଇଜ୍ ଇକ୍ୱାଲ୍ କେତେ ହେଇଯିବ? ପ୍ଲସ୍ 49 ହେଇଯିବ କି ନାହିଁ? କାରଣ କୌଣସି ଯଦି ଦୁଇଟା ଆମେ ମାଇନସ୍ କୁ ମାଇନସ୍ ଗୁଣୁଛନ୍ତି, ତାହେଲେ ସେ ପ୍ଲସ୍ ହେଇଯିବ। ତମେ ଜାଣିଛ, ମାଇନସ୍ ଯଦି ଜାଣିନ ଆଉଥରେ ମନେ ରଖ, କହିଦଉଛି, ମାଇନସ୍ ଇଣ୍ଟୁ ମାଇନସ୍ ଦ୍ୟାଟ୍ ଇଜ୍ ଇକ୍ୱାଲ୍ ଟୁ ପ୍ଲସ୍ ରେ ଲେଖିବ। ଆଉ ପ୍ଲସ୍ ଇଣ୍ଟୁ ପ୍ଲସ୍ ଦ୍ୟାଟ୍ ଇଜ୍ ଇକ୍ୱାଲ୍ ଟୁ ମଧ୍ୟ ପ୍ଲସ୍ ରହିବ। କିନ୍ତୁ ମାଇନସ୍ ଇଣ୍ଟୁ ପ୍ଲସ୍
से संख्याटी माइनस हम आउ जदि प्लस इंटू माइनस दैट इज इक्वल टू माइनस हम मानकर ये जब गोटे माइनस आ गोटे प्लस था ताहले से संख्याटी कौन होता प्लस 49 न होइकि माइनस 49 होता या कहना चाहूँ मनले तो कौन से दुईटी यदि आम माइनस गुणुं संख्याटी आम कौन लिखा प्लस लिखा तो लिखी कौन -7 इंटू -7 दैट इज इक्वल टू 49 जो तुम जापर कि 49 दुईटी वर्गमूल बाहर 49 दुईटी वर्गमूल गोटे वर्गमूल है कौन 7 आ गोटे वर्गमूल है -7 कारण जेकोसी माइनस दुईटी संख्या गुणिले संख्याटी बाहर थाए लिखिपर कि 49 वर्गमूल कौन +-7 तो देख ये वर्गमूल आम लिखुंट यहाँ गोटे आम सिंबल दे था कौन कही गोटे सिंबल कि सिंबल कही था आम रूट ओवर सिंबल कही था कौन कही था रूट ओवर सिंबल कही था मन रख रूट ओवर मन रहा तो आम वर्गमूल चिन्ह कहुए कि रूट ओवर चिन्ह कहुए ओके रूट ओवर ओके यही सिंबल आम कही था तो देख कौन सी एक वर्गमूल बाहर करवा कौन संख्यार सी अलवेज कौन हम +-7 आइदर धनात्मक हो पारे आइदर ऋणात्मक हो पारे बुझीगला ठीक अच्छे गुड तापर देख 64 वर्गमूल के आम जानी 8 इंटू 8 इक्वाल टू 64 तुम जान 8 8 गुण के 64 तुम जान कि तेणु 8 हो गला 64 वर्गमूल से -8 इंटू -8 जब आम करवा आंसर के से 64 ही हम माइनस इंटू माइनस दैट इज इक्वल टू +64 है जानिले कौन 64 गोटे वर्गमूल -8 हो पारे कारण गोटे प्लस भी 8 हो पारे गोटे -8 भी हो पारे जमी प्रीवियस तुमको कही आम लिखिपर 64 वर्गमूल गुड़िक हो +8 गोटे -8 गोटे धनात्मक हो पारे गोटे ऋणात्मक हो पारे देख प्रत्येक पूर्ण वर्ग संख्यार दुईटी पूर्ण संख्या वर्गमूल अच्छी गोटे धनात्मक अन्य गोटे ऋणात्मक गोटे प्लस आ गोटे माइनस देख गोटे संख्यार धनात्मक वर्गमूल को रूट ओवर चिन्ह द्वारा परिप्रकाश करा जाए आम जो जेकोसी एक गोटे संख्या को आम बाहर कर रूट ओवर बाहर कर रूट ओवर सिंबल ए सिंबल दि जाए था ओके एमती लिखिपर कि n स्क्वायर रूट ओवर इक्वाल टू +-n माने n स्क्वायर रूट ओवर कौन होगा +-n ओके एबे तो हम बुझीगले कौन रूट ओवर विषय धारणा पाईगले बेसिक आम स्ट्रंग है एबे मेन पोर्सन जोटा कि आम रूट ओवर बाहर करवा कि जेकोसी गोटे संख्या देचे तार आम रूट ओवर बाहर करवा तो आम चेक करवा देख रूट ओवर चेक करने पूर्व मुझे कहीदे देख ये ध्यान दियो गोटे संख्या एकक घर संख्या को देख ये समस्त एकक घर संख्या को देख 1 4 9 6 5 6 9 4 1 0 जितेबाला भी गोटे पूर्ण वर्ग संख्या से अच्छी कि ना जार आम गोटे पूर्ण वर्ग संख्यार रूट ओवर बाहर करवा देख आइदर ता घरे कौन थी एक घरे 1 थी 4 थी 9 थी 6 थी 5 थी 9 7 गला 4 थी 1 थी 0 थी आम जानिले कौन गोटे पूर्ण वर्ग संख्या जो आम पाइबा रूट ओवर बाहर कर तार एक घरे कौन थे तार एकक घरे आइदर 1 4 6 9 0 5 आम आरेंज कर लिखिदबा यही थी ना राइट 1 4 1 4 5 6 0 1 4 5 6 9 जार एक घरे कौन थी 0 थी 1 थी एटा 0 लिखाई 0 थी 1 थी 4 थी 5 थी 6 थी 9 थी से गोटे पूर्ण वर्ग संख्या तार ही आम कौन बाहर कर गोटे वर्गमूल पाइपर बुझीगला ठीक अच्छे गुड तो देख ताले कौन समस्त जहाँ घरे भी एक घरे यह अच्छी भी तार वर्गमूल कौन बाहर किसी ग्यारंटी अच्छी सेमती किसी ग्यारंटी ना किंतु प्रायतः थी जदि एक घरे यहाँ ना जदि एक घरे यह ना से कदापि गोटे पूर्ण वर्ग संख्या नुहे कि तार वर्गमूल आम बाहर कर वर्गमूल संख्या बाहर कि पॉइंट रे बाहर तो से तुम हायर क्लास रे पढ़ो तो एबे से दरकार नहीं एबे आम गोटे पूर्ण वर्ग संख्या पढ़ुं पूर्ण वर्गमूल संख्या पढ़ुं जोटा कि संपूर्ण थी माने गोटे पॉइंट दशमिक फशमिक नथिबो ओके तो देख प्रथम आम चेक करा एक घरे 0 1 4 5 6 9 अच्छी कि ना ये दुटा संख्या देती 576 जार एक घरे कौन अच्छी 6 अच्छी एटी 327 327 एक घरे कौन अच्छी 7 अच्छी देख
এইଠି ଏକ ଘରେ କେବଳ ଏଇ ସଂଖ୍ୟା ରହିବା ଦରକାର କହିଥିଲି 7 ଅଛି ମାନେ এইଟା କେବେ ବର୍ଗ ସଂଖ୍ୟା ହେବ କି? ତାହେଲେ ଏଟା ବର୍ଗ ସଂଖ୍ୟା ହେବ ନାହିଁ। କାହିଁକି ନା ମୁଁ ତମକୁ ଅଲରେଡି ବୁଝେଇଛି ଏକ ଘର ସଂଖ୍ୟାରେ 1 4 9 6 5 କିମ୍ବା 0 ଥିଲେ ତାହେଲେ ଆମେ ଜାଣିବା ସେ ଗୋଟେ ପୂର୍ଣ୍ଣ ବର୍ଗ ସଂଖ୍ୟା ଯାହାର ଗୋଟେ ବର୍ଗମୂଳ ବାହାରିବ। କିନ୍ତୁ 327 ରେ ଏକ ଘରେ କଣ ଅଛି? ଏକ ଘରେ 7 ଅଛି, ତେଣୁ ଏହା ଏକ ପୂର୍ଣ୍ଣ ବର୍ଗ ସଂଖ୍ୟା ନୁହଁ। ଏଠୁ ତେଣୁ ବର୍ଗମୂଳ ବାହାର କରିପାରିବା ନାହିଁ। ଏବେ କେବଳ କାହାର ବାହାରିବ? 576 ଗୋଟେ ବାହାରିବ। କାହିଁକି? କାହିଁକି ନା ତାହେଲେ ଏବେ ଦେଖ 576 ଆମେ ଚେକ୍ କରିବା। ପ୍ରଥମତଃ ଏକ ଘରେ ଅଛି 6 ଅଛି, ତେଣୁ ଏହା ଗୋଟେ ପୂର୍ଣ୍ଣ ବର୍ଗ ସଂଖ୍ୟା, କିନ୍ତୁ ହେଇପାରେ ନ ହେଇ ବି ପାରେ, ତାର କିଛି ଗ୍ୟାରେଣ୍ଟି ନାହିଁ। ଆମେ ଚେକ୍ କରିବା ପାଇଁ ହେଲେ ଆମେ ଗୋଟେ ଛୋଟ ଆମେ ନିଞ୍ଜା ଟେକ୍ନିକ୍ ୟୁଜ୍ କରିବା। କୋଉ ଟେକ୍ନିକ୍ ୟୁଜ୍ କରିବା? ନିଞ୍ଜା ଟେକ୍ନିକ୍। ଦି ତିନିଟା ତମକୁ ଟେକ୍ନିକ୍ ବତେଇବି। କେତେଟା ଟେକ୍ନିକ୍ ବତେଇବି? 3ଟି ଟେକ୍ନିକ୍ ବତେଇବି। ଫାର୍ଷ୍ଟ ଟେକ୍ନିକ୍ ଶୁଣ। ଫାର୍ଷ୍ଟ ଟେକ୍ନିକ୍ ହେଲା କଣ? ପ୍ରଥମେ ଆମେ ତା ପାଖ ସଂଖ୍ୟାକୁ ନେଇଯିବା। ପାଖ ସଂଖ୍ୟା ମାନେ କଣ? ଆମେ ଜାଣିଛନ୍ତି 10 ର ସ୍କୋୟାର କେତେ? 100। ସେମିତି 20 ର ସ୍କୋୟାର 200, 30 ର ସ୍କୋୟାର 20 ର ସ୍କୋୟାର 400, 400, 30 ର ସ୍କୋୟାର 900। ଓକେ, ଦେଖ 20 ର ସ୍କୋୟାର କିପରି ବାହାରିଲା? 2 ର ସ୍କୋୟାର ହେଲା 4, 0 ଦିଟା ଶୂନ ବସିଲା, 3 ର ସ୍କୋୟାର ହେଲା 9, ଦିଟା ଶୂନ ବସିଲା। ତାହେଲେ ଏଇଟା ଜାଣିଲେ 576 ସଂଖ୍ୟାଟି ଏଇ ମଝିରେ ରହିବ ହେଲା। ଆଉ ପାଖାପାଖି 400 ରୁ ପାଖାପାଖି ରହୁଛି, କାରଣ 20 ର ସ୍କୋୟାର ଯଦି 400 ହଉଛି, 30 ର ସ୍କୋୟାର 900 ରହୁଛି, ଏ ତ ନିୟରେଷ୍ଟ ଟୁ 400 ରହୁଛି କି ନାହିଁ? ନିୟରେଷ୍ଟ ଟୁ କୋଉଠି ହଉଛି? 400 ରୁ ପାଖାପାଖି ରହୁଛି। ତାହେଲେ 20 ରେ ଯଦି ସ୍କୋୟାର ଆମେ ପାଇଗଲେ 21 ର ସ୍କୋୟାର ବାହାର କରିଦବା। 21 ର ସ୍କୋୟାର କେତେ ରହିବ? ଆମେ ଚେକ୍ କରିବା। 21 ଗୁଣନ 21, ଅଲରେଡି ଆମେ ପ୍ରିଭିୟସ୍ କ୍ଲାସରେ ମଧ୍ୟ ପଢିଥିଲେ 441। ସେ ଭାବରେ 22 ର ସ୍କୋୟାର ବାହାର କରିଦବା। 22 ଗୁଣନ 22 that is equal to 484। ସେ ଭାବରେ 23 ର ସ୍କୋୟାର ବାହାର କରିବା, that is equal to 23 ଗୁଣନ 23 equal to 529। ସେ ଭାବରେ 24 ର ସ୍କୋୟାର ବାହାର କରିବା, 24 ଗୁଣନ 24 that is equal to 576 ର 576। ଓକେ, ତାହେଲେ ଜାଣିଲେ କଣ? ଡାଇରେକ୍ଟ ଆମେ ପାଇଗଲେ 24 ର 24 ର ସ୍କୋୟାର equal to 576। ଦେଖ ଏଇଟା ସିନା ବାହାର କରିଦେଲେ କଣ ଗୋଟେ ଛୋଟ ସଂଖ୍ୟା ଅଛି ବୋଲି, 576 ଅଛି ବୋଲି, ଏଠି ଥାନ୍ତା 5226, ଏତେ ବଡ ସଂଖ୍ୟା ଥାନ୍ତା, ସେବେ ତ ଆମକୁ ଅସୁବିଧା ହେଇଯିବ ଗୁଣିକି। ଏଠି କାରଣ ଆମେ 25 ସ୍କୋୟାର ଯାଏ ପଢିଥିଲେ ବୋଲି ଆମେ ସାଙ୍ଗେ ସାଙ୍ଗେ କହିଦେଲା 24 ର ସ୍କୋୟାର ହଉଛି ବୋଲି। ଯଦି ବଡ ସଂଖ୍ୟା ହବ ତାହେଲେ ଏଟା କଣ ହବ? ଆମେ ହେଇପାରିବ ନାହିଁ। ସେଥିପାଇଁ ଆମେ କିଛି ଆଉ ଗୋଟେ ଟେକ୍ନିକ୍ ପଢିବା। ଫାର୍ଷ୍ଟ ଟେକ୍ନିକ୍ ତ ମନେ ରହିଲା କି ନାହିଁ? ପ୍ରଥମ ଟେକ୍ନିକରେ କଣ କରିବ? ପ୍ରଥମେ ଯେଉଁ ସଂଖ୍ୟାଟି ଦେଇଛି ପ୍ରଥମେ ଆମେ ଏମିତି ଇଜି ଗୋଟେ ସ୍କୋୟାର ନେଇଯିବା, ଯେମିତି 10 ର ସ୍କୋୟାର, 20 ର ସ୍କୋୟାର, 30 ର ସ୍କୋୟାର, 40 ର ସ୍କୋୟାର, ଯୋଉଟା ଇଜି ଥିବ। ଇଜି ଥିଲା ପରେ ତା ନିୟରେଷ୍ଟ ଚେକ୍ କରିଦବ। ନିୟରେଷ୍ଟ କୋଉଠି ଅଛି? ଯେହେତୁ ଏଠି 400 ଅଛି, ଏଠି 576 ଅଛି, ଅନଡାଉଟଲି ଆର ନିୟରେଷ୍ଟ ହବ, 20 ର ନିୟରେଷ୍ଟ ହବ, 30 ର ନିୟରେଷ୍ଟ ହବ କି? 30 ର ତ ପାଖ ହବନି, କାରଣ 30 ର ସ୍କୋୟାର 900 ଅଛି, ତା ପାଖ ହବ ନାହିଁ। ତ ଇଏ କଣ ହେଇଯିବ? 20 ର ସ୍କୋୟାର ପାଖ ହେଇଯିବ। ଏବେ ଜାଣିପାରିଲେ କଣ? ଆମେ ନିୟରେଷ୍ଟ ଆମେ ଚେକ୍ କରିଦବା କିଏ କିଏ ରହୁଛେ। ଆମେ 21 ଦେଖିଲେ, 22 ଦେଖିଲେ, 23 ଦେଖିଲେ, 24 ଦେଖିଲେ, 24 ଆମେ ପାଇଗଲା ଆନ୍ସର। 24 ରେ ପାଇଗଲେ କଣ ପାଇଁ? ଗୋଟେ ଏଇଟା 3 ଟିକିଆ ଛୋଟିଆ ସଂଖ୍ୟା ଅଛି ବୋଲି। ଭାବ ଗୋଟେ ବହୁତ ବଡ ସଂଖ୍ୟା ଅଛି, 4 ଟିକିଆ ସଂଖ୍ୟା ଦେଇଛି, ମନେକର ଦେଇଛି 6800 କି 5700, କିଛି ଗୋଟେ ବଡ ସଂଖ୍ୟା ଦେଇଛି। ସେଇ ବଡ ସଂଖ୍ୟା ଗୁଡିକର ବର୍ଗମୂଳ ଆମେ କିପରି ବାହାର କରିବା? ଦେଖ ଆଉ ଗୋଟେ ଟେକ୍ନିକ୍ ତ ମନେ ଦଉଛି। ଦେଖ ବଡ ସଂଖ୍ୟାର ସଂଖ୍ୟା ବାହାର କରିବା ପାଇଁ ହେଲେ ଏଠି ଆଉ ଗୋଟେ ଛୋଟ ସଂଖ୍ୟା ପାଇଁ ମଧ୍ୟ ଏଠି ଆଉ ଗୋଟେ ଟେକ୍ନିକ୍ ଦେଇଛି। ବଡ ସଂଖ୍ୟା ଆମେ ଟିକେ ରଖିଦିଅ, ଏଟା ଟିକେ ଥାଉ, ନେକ୍ସଟ ଟିକେ ସମୟ ପରେ ପଢିବା। ଏଠି ଆଉ ଗୋଟେ ଟେକ୍ନିକ୍ ଦେଇଛି। ଗୋଟେ ସଂଖ୍ୟା ଦେଇଛି କଣ? 81 ର ଆମେ ବର୍ଗମୂଳ ବାହାର କରିବା, ଛୋଟ ସଂଖ୍ୟାଟି। ଏଟା ମଧ୍ୟ ଛୋଟ ସଂଖ୍ୟା ଗୁଡିକର ମଧ୍ୟ ଆମେ ଏଇ ଟେକ୍ନିକରେ ବାହାର କରିପାରିବା। 81 ର ବର୍ଗମୂଳ ବାହାର କରିବା। ତାହେଲେ ଦେଖ 81 ରେ ବାହାର କରିବା, 1 ରୁ ଆରମ୍ଭ କରିକି କ୍ରମିକ ଅଯୁଗ୍ମ ସଂଖ୍ୟାର ଯୋଗଫଳ ପ୍ରତ୍ୟେକ ବର୍ଗ ସଂଖ୍ୟାକୁ ପ୍ରକାଶ କରିପାରିବା। ମନେକର ଦେଖ କ୍ରମିକ ଅଯୁଗ୍ମ ସଂଖ୍ୟା ଆମେ ଫେରି ଫେରି ଯିବା, 1 ରୁ ଆରମ୍ଭ କରିବା, ପ୍ରତ୍ୟେକ କ୍ରମିକ ଅଯୁଗ୍ମ ସଂଖ୍ୟାକୁ ଆମେ ଫେରି ଫେରିକି ଯିବା। କାହିଁକି ନା ସେ କହିଛି କଣ? 1 ରୁ ଆରମ୍ଭ କରି କ୍ରମିକ ଅଯୁଗ୍ମ ସଂଖ୍ୟା ମାନଙ୍କର ଯୋଗଫଳ ଯଦି ହଉଛି, ତାର ପ୍ରତ୍ୟେକ ବର୍ଗ ସଂଖ୍ୟାକୁ ମଧ୍ୟ ଆମେ ସେଇ ରୂପରେ ଆମେ ପ୍ରକାଶ କରିପାରିବା। କାରଣ ଆମେ ପ୍ରିଭିୟସଲି ପଢିଥିଲେ, ଯେତେବେଳେ ଆମେ ବର୍ଗ ବାହାର କରୁଥିଲେ, କଣ କରୁଥିଲେ? ପ୍ରତ୍ୟେକ କ୍ରମିକ ଅଯୁଗ୍ମ ସଂଖ୍ୟାକୁ ଆମେ ମିଶେଇ ମିଶେଇକି ଯାଉଥିଲେ, ପହଞ୍ଚିଲା ପରେ ଆମେ ତାର ବର୍ଗ ଆମେ ବାହାର କରିଦଉଥିଲେ। ଠିକ ଅଛି, ଯେତିକି କ୍ରମିକ ଅଯୁଗ୍ମ ସଂଖ୍ୟା ଥିବ ତାହେଲେ ସେତିକିର ସେ ବର୍ଗ ହବ। ମନେକର ଏଠି 3ଟି କ୍ରମିକ ଅଯୁଗ୍ମ ସଂଖ୍ୟା ଅଛି, ତାହେଲେ ଏ 3 ର ସ୍କୋୟାର ହବ। ବୁଝିହେଲା? ଯଦି ଏଠି 4ଟି ଅଯୁଗ୍ମ ସଂଖ୍ୟା ଅଛି
ତାହେଲେ ଏଠି 4 ର ସ୍କ୍ୱାର ହବ। ଆମେ ଏଟା ପଢିଥିଲେ ତ ତାର ସେମିତି ରିଭର୍ସ କରିବା। ରିଭର୍ସ ମାନେ ଓଲଟା କରିବା। ଓଲଟା କରିବା ମାନେ କଣ କରିବା? ଆମେ ଏଠି ଫେଡି ଫେଡି କରି ଯିବା। ମନେକର 81 ର ବର୍ଗ ବାହାର କରିବାର ଅଛି। ତାହେଲେ 81 ରୁ ପ୍ରଥମ କ୍ରମିକ ଅଯୁଗ୍ମ ସଂଖ୍ୟା କିଏ? 1, ତାପରେ କିଏ? 3, ତାପରେ 5, ତାପରେ 7, ତାପରେ 9, ତାପରେ 11, ତାପରେ 13, ତ ଏମିତି ଚେକ୍ କରି କରି ଯିବା। ତ ପ୍ରଥମେ 81 ରୁ 1 ଫେଡ଼ିଦେଲେ କେତେ ହେଇଯିବ? 80 ହେଇଗଲା। 80 ରୁ 3 ଫେଡ଼ିଲେ କେତେ ହେଲା? 3 ଫେଡ଼ିଲେ ହେଇଗଲା ଆମର 77। 77 ରୁ 5 ଫେଡ଼ିଲେ କେତେ ହେଇଗଲା? 72। 72 ରୁ 7 ଫେଡ଼ିଲେ 70। ସରି 77, 77, 5 72, 72 ରୁ 7 ଫେଡ଼ିଲେ ହେଲା 65। 65 ରୁ 9 ଫେଡ଼ିଲେ 56। 56 ରୁ 11 ଫେଡ଼ିଲେ 45। 45 ରୁ 13 ଫେଡ଼ିଲେ 32। 32 ରୁ 15 ଫେଡ଼ିଲେ 17। ଆଉ 17 ରୁ 17 ଫେଡ଼ିଲେ ଧର 0। ଏଠି ଜାଣିଲେ କ'ଣ କେତୋଟି ଆମର ଅଯୁଗ୍ମ ସଂଖ୍ୟା ନେଲେ? ଏଠି ନେଲେ 1, 1, 2, 3, 4, 5, 6, 7, 8, 9। 9ଟି ଅଯୁଗ୍ମ ସଂଖ୍ୟା ଫେରିଲା ପରେ ଆନ୍ସର ଆମେ ପାଇଲେ କେତେ? 0 ପାଇଲେ। ଏଠି କ'ଣ ଲେଖିବା? 81 ତାହେଲେ କାହାର ସ୍କ୍ୱାର ହବ? 81 ହେଲା 81 ହେଲା 9 ର ସ୍କ୍ୱାର। ମାନେ 81 ରେ ଯଦି ବର୍ଗମୂଳ ବାହାର କରିବା that is equal to plus minus 9। ଏଟା ହେଲା ଆନ୍ସର। ଓକେ, କିନ୍ତୁ ଏଟା କ'ଣ ଥିଲା? ଗୋଟେ ଛୋଟ ସଂଖ୍ୟା ପାଇଁ ଥିଲା। କିନ୍ତୁ ଗୋଟେ ବଡ଼ ସଂଖ୍ୟା ପାଇଁ ଆମେ କିପରି ବାହାର କରିବା? ତାହେଲେ ବଡ଼ ସଂଖ୍ୟା ପାଇଁ ଆମେ ସେମିତି ମ୍ୟାଟରରେ ଆମେ କରିପାରିବା ନାହିଁ। ତାହେଲେ ଦେଖ ଏଇ ପ୍ରଣାଳୀରେ 729 ର ବର୍ଗମୂଳ ନିର୍ଣ୍ଣୟ କରିପାରିବା କି ନାହିଁ? ହଁ, କିନ୍ତୁ ଏହା ସମୟ ସାପେକ୍ଷ ହବ। ଦେଖ ବାହାର ତ କରିହବ, କିନ୍ତୁ ଏଟା କ'ଣ ହବ? ବହୁତ ଅଧିକ ସମୟ ନେବ। ତାହେଲେ ଦେଖ ଅଧିକ ଯଦି ସମୟ ନେବ ତାହେଲେ କିଛି ଅଲଗା ଉପାୟରେ କରିପାରିବା କି? ନିଶ୍ଚୟ ରୂପେ କରିପାରିବା। ମୁଁ ତମକୁ କହିଥିଲି 3ଟା ଟେକ୍ନିକ୍ସ ଦେବି। ପ୍ରଥମ ଟେକ୍ନିକ୍ ଥିଲା କ'ଣ? ପ୍ରଥମ ଟେକ୍ନିକ୍ରେ ସେ ପାଖାପାଖି ସଂଖ୍ୟା ଦେଖିଦବ। ପାଖାପାଖି ସଂଖ୍ୟା ଦେଖିକି ତମେ ଏଠି କ'ଣ କରିବ? ବାହାର କରିବ 10, 20 ର ନେଇକି। ତାପରେ କ'ଣ କରିବ? କ୍ରମିକ ଅଯୁଗ୍ମ ସଂଖ୍ୟାକୁ ଫେଡ଼ି ଫେଡ଼ି ଚାଲିବ। ଆଉ ଯେତିକିଟା ଆନ୍ସର 0 ବାହାରିବା ଦରକାର। କିନ୍ତୁ ଯଦି 0 ବାହାରୁଛି ତାହେଲେ ହିଁ ଯାଇକି ହବ। ଯଦି 0 ବାହାରିଗଲା ତାହେଲେ କେତୋଟି କ୍ରମିକ ଅଯୁଗ୍ମ ସଂଖ୍ୟା ଫେଡ଼ିଛ ସେଇଟା ହିଁ ତାର ହେଇଯିବ କ'ଣ? ବର୍ଗମୂଳ ହେଇଯିବ। ଏବେ ଥାର୍ଡ ଦେଖ, ଗୋଟିଏ ଆମେ ଜାଣୁ ଯେ ଗୋଟିଏ ପୂର୍ଣ୍ଣ ସଂଖ୍ୟା ତା ନିଜ ସହିତ ଗୁଣନ କଲେ ଗୋଟେ ପୂର୍ଣ୍ଣବର୍ଗ ସଂଖ୍ୟା ମିଳିଥାଏ। ଏହି ସଂଖ୍ୟାକୁ ଏହାର କୌଣସି ମୌଳିକ ଗୁଣନୀୟ ମାନଙ୍କର ଗୁଣଫଳ ଭାବେ ମଧ୍ୟ ପ୍ରକାଶ କଲେ ଏହା ପୂର୍ଣ୍ଣବର୍ଗ କି ନୁହେଁ ଆମେ ସହଜରେ ଜାଣିପାରିବା। ତାହେଲେ ଦେଖ ଏଠି କ'ଣ କରିବା? ଏଠି ଗୁଣନୀୟକ ବାହାର କରିବା। କ'ଣ ବାହାର କରିବା? ଗୁଣନୀୟକ। ଆଉ ସମାନ ଗୁଣନୀୟକୁ ଯଦି ଗୁଣିଦେବା ତାହେଲେ ମଧ୍ୟ ଆମେ ଏଠି ପୂର୍ଣ୍ଣବର୍ଗ ହେଉଛି ନା ଆମେ ଜାଣିପାରିବା। କିପରି କରିବା? ଦେଖ ଏଠି ଗୋଟେ 324 ଦେଇଛି। ତାହେଲେ 324 କୁ ଆମେ ଏଠି ଗୁଣନୀୟକ ବାହାର କରିବା। 324 ରେ ଯଦି ଆମେ ଏଠି ଗୁଣନୀୟକ ବାହାର କରିବା ତାହେଲେ କ'ଣ ହବ? 2 ରେ କାଟିଲେ 162, 2 ରେ କାଟିଲେ 81, 3 ରେ କାଟିଲେ 27, 3 ରେ କାଟିଲେ 9, 3 ରେ କାଟିଲେ 3। ଏଠି ଗୁଣନୀୟକ କ'ଣ ପାଇଲେ? 324 ର ଗୁଣନୀୟକ ହେଲା 2 ଗୁଣନ 2 ଗୁଣନ 3 ଗୁଣନ 3 ଗୁଣନ 3 ଗୁଣନ 3। ଏଟା 4ଟା 3। ତାହେଲେ ଦେଖ ତାହେଲେ ଏମିତି କରିପାରିବା କି? ଗୋଟେ 2 ଅଛି ଆଉ 4ଟାରୁ 2ଟା 2 ନେଇ ଆସିବା। ମନେକର 2 into 3 into 3 whole into 2 into 3 into 3 ନେଇ ଆସିଲି। ବାସ୍ ତାକୁ ଆରେଞ୍ଜ କରି ଲେଖିଦେଲି। ମାନେ ଏଇ ଦିଟା କ'ଣ ହେଇଗଲା? ସମାନ ହେଇଗଲା। ତ ମୁଁ ଲେଖିପାରିବି 324 equal to 2 into 3 into 3 ର ସ୍କ୍ୱାର ଲେଖିହେବ undoubtedly। So that implies 324 equal to 3 3 9 2 18, 18 ର ସ୍କ୍ୱାର। ତାହେଲେ ଲେଖିପାରିବା। ତାହେଲେ କ'ଣ ହେଲା? 324 ର ଯଦି ଆମେ ବର୍ଗମୂଳ ବାହାର କରିବା ହେଇଯିବ କ'ଣ? ପ୍ଲସ୍ ମାଇନସ୍ 18। ଏଠି ତ ତମେ ବୁଝିପାରିଲ ନିଶ୍ଚୟ ରୂପେ। ନିଶ୍ଚୟ ରୂପେ ଏଇଟା ବୁଝିପାରିଥିବ। ପ୍ରଥମେ କ'ଣ କଲି? ପ୍ରଥମେ ଗୁଣନୀୟକ ବାହାର କଲି। ପ୍ରଥମ କାମ ହେଲା କ'ଣ? ପ୍ରଥମ କାମ ହେଲା ଆମେ ଏଠି ଗୁଣନୀୟକ ବାହାର କରାଗଲା, ତାକୁ ଫ୍ୟାକ୍ଟରାଇଜେସନ କରାଗଲା। ଗୁଣନୀୟକ ତ ମୁଁ ଆରେଞ୍ଜ କରି ଲେଖିଲି 2 into 2 into 3 into 3 into 3 into 3। ମୁଁ କହିଥିଲି କ'ଣ? ଗୋଟିଏ ସଂଖ୍ୟାର ବର୍ଗ କିପରି ବାହାରିବା? ସମାନ ସଂଖ୍ୟା ଗୁଣିଲେ ଗୋଟେ ବର୍ଗ ବାହାରିବ। ସମାନ ସଂଖ୍ୟା ଗୁଣିବାକୁ ହେଲେ ପ୍ରଥମେ ତମେ ଆରେଞ୍ଜ କରି ଲେଖିବ। ଯୋଉଟା 2ଟା ଅଛି ତାକୁ ଗୋଟେ ବ୍ରାକେଟ୍, ଏପଟେ ଗୋଟେ ବ୍ରାକେଟ୍। ଏଠି ମଧ୍ୟ ଗୋଟେ ଆସିଗଲା 3, ଏପଟେ ପଳେଇଲା ଗୋଟେ 3। ଏଠି 2ଟା 3 ଥିଲା, ଏଠି ଗୋଟେ ନେଇ ଆସିଲି, ଏଠି ଗୋଟେ ନେଇ ଆସିଲି। ତ ସମାନ ହେଇଗଲା। ଦେଖ ଏଠି 2 ଗୁଣନ 3 into 3, ଏଠି ମଧ୍ୟ 2 ଗୁଣନ 3 into 3। ମଝିରେ ଗୁଣନ ଚିହ୍ନ ଥାଉ, କିଛି ଅସୁବିଧା ନାହିଁ। ତାହେଲେ ଏଇଟା ହେଇଗଲା କ'ଣ? 2 into 3 into 3 that is 18।
ଦୁଇଟା ସଂଖ୍ୟା ଗୁଣ ହେଉଛି ମାନେ କ'ଣ ସମାନ ମାନେ ତାର ସ୍କୋୟାର ଲେଖିପାରିବା 18 ସ୍କୋୟାର। ତ ଅବଭିୟସଲି 324 ବର୍ଗମୂଳ କେତେ ବାହାରିଲା 10 ମାଇନସ୍ 18 ବୁଝିଲେ। ପ୍ଲସ୍ ସେମିତି ଆଉ ଗୋଟେ ସଂଖ୍ୟା ଆମେ ଚେକ୍ କରିବା ଏଠି ମଧ୍ୟ ସେମ୍ ଜିନିଷ ସେଗୁଡ଼ା ସବୁ ବାହାର କରାଯାଇଛି ବୁକ୍ରେ ମଧ୍ୟ ପଢ଼ିବ ଦେଖିବ ସମାନ ଅଛି। ପ୍ରଥମେ 324 ଗୁଣନୀୟକ ବାହାର କରାଗଲା ସରି ହଁ 324 ପ୍ରଥମେ ଗୁଣନୀୟକ ଆମେ ବାହାର କଲୁ ତାପରେ ତାକୁ ଆମେ କ'ଣ କଲେ ଆରେଞ୍ଜ କରି ଲେଖିଲୁ। ଆରେଞ୍ଜ କରି ଲେଖିଲା ପରେ ଆମେ ଜାଣିଗଲୁ 18 ସ୍କୋୟାର। ତମେ ଚାହିଁଲେ ମଧ୍ୟ ଅନ୍ୟ କୌଣସି ୱେରେ ମଧ୍ୟ ଲେଖିପାରିବ ଯେମିତି 2 × 2 କରିଛି 3 × 3 3 × 3 ତାର ଇକ୍ୱାଲ୍ ଗୋଟେ 2 ଗୋଟେ 3 ଗୋଟେ ନେଇଗଲେ ମଧ୍ୟ ହେବ। ଆଜ୍ ୟୋର ୱିଶ୍ ତମେ ଯେକୌଣସି ମେଥଡ଼ରେ ମଧ୍ୟ କରିବ ଆନ୍ସର ତମେ ସେମ୍ ହିଁ ପାଇବ। ତ ଦେଖ 156 ଗୋଟିଏ ପୂର୍ଣ୍ଣବର୍ଗ ସଂଖ୍ୟା କି ଲାଷ୍ଟରେ 6 ଅଛି ଯେହେତୁ ଗୋଟେ ଲାଷ୍ଟକୁ 6 ଅଛି ତାହେଲେ ନିଶ୍ଚୟ ସେ ଗୋଟେ ପୂର୍ଣ୍ଣବର୍ଗ ସଂଖ୍ୟା ହେଇପାରିବ। ନୁହେଁ ବୋଲି ଟୋଟାଲି ଆମେ କହିପାରିବା ନାହିଁ। ପ୍ରଥମେ ତାକୁ ଆମେ କ'ଣ କରିବା ଗୁଣନୀୟକ ବାହାର କରିଦେବା 156 ଗୁଣନୀୟକ ବାହାରିବ 2 ରେ କାଟିଲେ 7 8 2 ରେ କାଟିଲେ 3 9 3 ରେ କାଟିଲେ 13 ଏଠି ଗୁଣନୀୟକ କ'ଣ ବାହାରିଲେ ଏଠି ଆମେ ତାର ଗୁଣନୀୟକ ପାଇଲେ 2 ଗୁଣନ 2 ଗୁଣନ 3 ଗୁଣନ 13। ଦେଖ ଆମେ ଆକୁ କୌଣସି ଗୋଟେ ୱେରେ ବି ଆରେଞ୍ଜ କରି ଲେଖିପାରିବା କି ଦୁଇଟା ସମାନ ସମାନ କରିକି ଯେମିତି ଏଠି ମୁଁ ଲେଖୁଥିଲି 2 ଗୁଣନ 3 ଗୁଣନ 3 କିମ୍ବା 2 ଗୁଣନ 3 × 3 ଏମିତି ଯେମିତି ଲେଖୁଥିଲେ ଏଠି ଲେଖି ହେବ ଏଠି ଲେଖି ହେବ ନାହିଁ। ଯେହେତୁ ଏଠି ଲେଖି ହେଉନି ତ ଇଏ ଅଟୋମେଟିକଲି ଆମେ ଜାଣିଗଲେ ଗୋଟେ ଗୁଣନୀୟକ ଯୋଡ଼ିରେ ପ୍ରକାଶ କରାଯାଇପାରିବ ନାହିଁ। ଦେଖ ଗୁଣନୀୟକ ଗୁଡ଼ିକ ଯୋଡ଼ିରେ ପ୍ରକାଶ କରାଯାଇପାରିବ ନାହିଁ ତେଣୁ ଏହା ଗୋଟିଏ ପୂର୍ଣ୍ଣବର୍ଗ ସଂଖ୍ୟା ନୁହେଁ କାରଣ ଏଟା ଯୋଡ଼ିରେ ହେଇପାରୁନାହିଁ। ତାପରେ ଦେଖ ନେକ୍ସଟ ଦେଖ ମୌଳିକ ଗୁଣନୀୟକ ନିର୍ଣ୍ଣୟ କରି 1156 ଆଉ 2800 ପୂର୍ଣ୍ଣବର୍ଗ ସଂଖ୍ୟା କେବେ ପରୀକ୍ଷା କରିବାର ଅଛି। ତ ଦେଖ ଆମେ ଏଠି ଟେଷ୍ଟ କରିବା। ଫାଷ୍ଟ ହେଲା 1156 କୁ ଗୁଣନୀୟକ ବାହାର କରିବା 2 × 5 = 10 15 ହେଲା 2 × 7 = 14 2 × 8 = 16 ସେମିତି 2 ରେ କାଟିଲେ 2 × 3 = 4 7 2 × 8 = 16 1 2 9 18 289 ପ୍ରଥମେ ଆମେ ଚେକ୍ କରିବା 2 ରେ ହେଉଛି କି କଟୁଛି କଟୁନାହିଁ 3 ରେ କଟୁନି 5 ରେ ତ ଏମିତି ବି ହେବନି 7 ରେ ବି କଟୁନି 9 ରେ କଟୁଛି କି କଟୁନି 11 ଯାଏଁ ପହଞ୍ଚିଗଲେ 11 ରେ ତ କଟିବନି 13 କଟୁନି 14 15 ଦେଖ 17 ଦେଖ 17 ହେଲେ 17 × 17 that's equal to 289 ଆମେ ପାଇଗଲେ କ'ଣ 1156 equal to 2 × 2 × 17 × 17 अब ଯଦି ଆମେ ଆରେଞ୍ଜ କରି ଯୋଡ଼ି କରି ଲେଖିବା କ'ଣ ହେଇଯିବ 2 × 17 × 2 × 17 ଏମିତି ଲେଖି ହେବ। ଏମିତି ଲେଖି ହେବ କି 2 × 17 ର ସ୍କୋୟାର 1156 equal to that implies 1156 equal to 34 ସ୍କୋୟାର। ଆମେ ରୁଟ୍ ଓଭର ଚେକ୍ ବାହାର କରିବା 1156 ର ରୁଟ୍ ଓଭର equal to ±34। ତ ପ୍ରଥମେ ଆମେ ଚେକ୍ କରିଦେବା ଏଇ ସଂଖ୍ୟାଟି ଯେଉଁ କୌଣସି ସଂଖ୍ୟା ହେଇଥିବ ସେ କାହାର ସ୍କୋୟାର ଅଛି ଯାହାର ସ୍କୋୟାର ଅଛି ଆମେ ତାକୁ ଲେଖିପାରିବା କ'ଣ ତାର ରୁଟ୍ ଓଭର equal to ±34 ହେବ। ଆମେ ପାଇଗଲେ ସେଇଭଳି ଭାବରେ ତମ ପାଇଁ ହୋମୱାର୍କ ରହିଲା 2800 ଚେକ୍ କରିବ। କିପରି ଚେକ୍ କରିବ ତ ମୁଁ ଖାଲି କହିଦେଉଛି 2800 ଏମିତି 2 ହେଲେ କେତେ ହେଲା 1400 2 ହେଲେ 700 ପୁଣି 7 ହେଲେ 100 ଏଠି ପୁଣି 2 ହେଲେ 50 ଏଭଳି ଭାବରେ 2 ହେଲେ 25 5 କାଟିଲେ 5 ଦେଖ ଏଠି ତମେ ବାହାର କରିବାର ଅଛି ତ ତମେ ସେଇ ଅନୁସାରେ ବାହାର କରିବ 2 ତ 2ଟା ରହୁଛି 5 2ଟା ରହୁଛି 7 ଗୋଟେ ରହୁଛି ତ ଏଠି ବାହାରିବ ନାହିଁ। ଏଠି ତ ଷ୍ଟ୍ରେଟ୍ ଜଣାପଡ଼ୁଛି ବାହାରିବନି କାହିଁକିନା ଏଠି 2ଟା 5 ରୁ ଗୋଟେ 5 ଆମେ ନେବା 2ଟା 2 ରୁ ଗୋଟେ 2 ନେବା ଏଠି 2ଟା 2 ରୁ ଗୋଟେ 2 ନେବା କିନ୍ତୁ ଏଠି 7 ଗୋଟେ ଖାଲି ରହିଗଲା ତ ଏଠି ଯୋଡ଼ି ହେଇପାରିବ ନାହିଁ। ଯେହେତୁ ଯୋଡ଼ି ହେଇପାରିବନି ତ ଏଠି ବର୍ଗମୂଳ ନାହିଁ। 2800 ମୁଁ ତାଙ୍କୁ କହିଦେଲି 2800 ବର୍ଗମୂଳ ବାହାରିବ କି 2800 ବର୍ଗମୂଳ ବାହାରିବ ନାହିଁ। ଦେଖ ବଡ଼ ବଡ଼ ପୂର୍ଣ୍ଣବର୍ଗ ସଂଖ୍ୟା ଗୁଡ଼ିକର ବର୍ଗମୂଳ ପାଇବା ପାଇଁ ଆମେ ନିକଟତମ ପୂର୍ଣ୍ଣବର୍ଗ ସଂଖ୍ୟାର ଆରମ୍ଭ କରି ଉତ୍ତର ପାଇପାରିବା। ଅଲରେଡ଼ି ଏଇଟା ମୁଁ ପଢ଼େଇଛି ଯଦି ଗୋଟେ ବଡ଼ ସଂଖ୍ୟା ମଧ୍ୟ ଦେଇଛି ଆମେ ନିକଟତର ତାର କ'ଣ ନେବା କୌଣସି ଏକ ସଂଖ୍ୟାରୁ ନେଇକି ଆରମ୍ଭ କରି କରିପାରିବା। ତାହେଲେ ଏଇଟା ମୁଁ ଲିଭଉଛି ସମସ୍ତେ ବୁଝିଯାଇଥିବ ମଧ୍ୟ ଏଇଟା କ'ଣ ବୁଝିବା ପାଇଁ ଥିଲା। ଦେଖ ବର୍ଗମୂଳ ବାହାର କରିବା ସବୁଠୁ ଇଜି ୱେ ହେଲା ପ୍ରଥମେ ସ୍କୋୟାର ଦେଖିଦିଅ କାହାର ସ୍କୋୟାର ହେଉଛି ଯାହାର ସ୍କୋୟାର ହେଲା ସିଏ ହିଁ ସେଇ ସଂଖ୍ୟାର ବର୍ଗମୂଳ। ଉଦାହରଣ ସ୍ୱରୂପ 1936 ରୁଟ୍ ଓଭର ବାହାର କରିବା ମାନ ନିର୍ଣ୍ଣୟ କରିବା ପାଇଁ ଆମେ ଉନ୍ନତ ଯୁକ୍ତି ଉପସ୍ଥାପନ କରିବା। ଦେଖ ଆଇଦର ତମେ କ'ଣ କରିପାରିବ
आइदर तुम नहीं फैक्टराइजेशन करदेव गुणनीयक बाहर कर अदरवाइज तुम निकटतर संख्या नहीं कर प्रथम आम चेक करवा अरे एक घरे केते अच्छी एक घरे केते अच्छी 6 अच्छी जेहेतु एक घरे आर 6 अच्छी ताले आर गुणनीयक बाहर सॉरी आर स्क्वायर बाहर चांसेस अच्छे 100% नो बट से बाहर जब 6 न था जमी 1 4 5 6 9 जदि 0 न था टोटाली ही बाहर ना पूर्णवर्ग संख्या नुह कि ये गोटे पूर्णवर्ग संख्या हो पाए तो किपर आम चेक करवा 1936 निकटतर संख्या केमरी आम नेबा क्या स्क्वायर नवा जहाँ आम स्क्वायर इजिली आम पाइपर 3 स्क्वायर सॉरी 30 स्क्वायर है 900 40 स्क्वायर है 1600 50 स्क्वायर है 2500 तो आम नहीं के 40 स्क्वायर 40 स्क्वायर के 1600 50 स्क्वायर है 2500 आरी मध्य रही 1936 ओके जब आ मध्य रहा आम जाना यही संख्याटी कौन यही संख्याटी जेहेतु मझे रहा ये आम जानले कि से 40 ରୁ 50 भितर रहिबो देख आ गोटे जिन तुम चेक कर तुमको कही जो फास्ट मुझे पढ़े ये देख गोटे सेकेंड स्टार्टिंग पेज देख ये तुमको कही एक घरे जिते 6 रोचे एक घरे कौन रोचे 1936 कौन अच्छी 1936 एक घरे 6 अच्छे तेणु ये कनसेप्ट तुमको बतेली एक घरे जिते 6 रोचे तो तार आइदर से कहार स्क्वायर हो 44 स्क्वायर सॉरी माने 4 स्क्वायर हो कि 6 स्क्वायर हो तो से भाव में ये जेहेतु से रोचे कौन 40 और 50 भितर सी आइदर 44 स्क्वायर हम कि 46 स्क्वायर हम तो कौन कहले बुझागला मे भी तुम डाउट रही है ठीक अच्छे आउ थे कह प्रथम आम 40 स्क्वायर ना के बाहर 1600 बाहर 50 स्क्वायर ना के बाहर 2500 बाहर 1936 टा ये 1600 और 2500 मझे रोचे कि ना निश्चय सर मझे रोचे 1936 जो रूट ओवर बाहर करवा सी 40 ରୁ 50 मध्य गोटे संख्या ही हम हम कि नहीं ये 40 ରୁ 50 मध्य गोटे संख्या हम आइदर से 41 हो पाए 42 हो पाए 43 हो पाए 44 हो पाए 45 हो पाए 46 हो पाए देख ये आम जो चेक करुले जो संख्यार एक घरे 6 रोचे एक घरे 6 रोचे 36 हो कि 16 हो सी आइदर 4 स्क्वायर थी आइदर 6 स्क्वायर थी माने तार मध्य एक घरे आइदर 4 थी कि 6 थी ताहले तो जाकि तार स्क्वायर बाहर 6 बाहर ना 416 636 है तो से कौन से एक घरे मध्य कौन रही दरकार आइदर ता एक घरे 4 थी दरकार कि 6 थी दरकार ताले ये 40 और 50 मध्य से भली केतोटी संख्या अच्छी से भली दुईटी संख्या अच्छी जे 44 आउ 46 जार एक घरे कौन अच्छी एक घरे अच्छी कौन 4 अच्छी कि एक घरे 6 अच्छी तेणु जार स्क्वायर नेले लास्ट एक घरे 6 थी बुझेगा जदि ये एक घरे 1936 न था 1900 मनकर 25 था मनकर जब 5 था कौन कही था अनडाउटली ये चेक कर कहार एक घरे 5 रही मैं 5 एक घर रही मैंने आम कम बाहर तार संख्या कौ संख्या रही आम हूँ एक घरे चेक कर तो 25 मान कौन 5 अच्छी तो से आम से चेक कर कौन ता मध्य कौ संख्या एक घरे 5 अच्छी तो गोटे बाहर था 45 तो आम से चेक करते से भाव तुम चेक कर एक घरे क्यों संख्या अच्छी से संख्या जो आम वर्गमूल बाहर कर वर्ग बाहर करते से क्यों संख्या को रिप्रेजेंट करूला एक घरे थी संख्या तो 1936 एक घरे के 6 था आइदर 44 स्क्वायर हो पाए आइदर 46 स्क्वायर हो पाए जहाँफल से बाहर 1936 तो देख प्रथम मझीरा बाहर करदे 45 आमको इजी हम आम चेक करने देख 45 स्क्वायर बाहर करवा 45 स्क्वायर 45 स्क्वायर किपर बाहर करवा 45 इंटू 45 ओके सेमती ना ए प्लस बी फर्मूला पकई स्क्वायर फर्मूला पकई सर ए प्लस बी फर्मूला कौन था आम जानते ए प्लस बी होल स्क्वायर इक्वल टू ए स्क्वायर प्लस बी स्क्वायर प्लस 2ab ए प्लस बी को आम एमती लिखिपारि 40 प्लस 5 45 को मुझे खोलीदेली 40 प्लस 5 स्क्वायर इक्वल टू 40 स्क्वायर प्लस 5 स्क्वायर प्लस 2 इंटू 40 इंटू 5 दैट इज इक्वल टू 1600 प्लस 25 प्लस 80 प्लस 5 के सॉरी 5 20
400 ओके दैट इज इक्वल टू 2025 बुझिला जस्ट a प्लस b रो स्क्वायर फॉर्मूला पकईदेली आइदर तुम निजे भी चाहिए गुणी पार 45 इंटू 45 करके जमी नॉर्मली मैनुअली गुणती 45 इंटू 45 सेमती कले 2025 देख 1936 2025 सान ना बड़ एटा सान रोचे तो यहाँ मन कर 45 45 बाहर 2025 तो अनडाउटली 1936 कि रही सैड रहीपट सैड किए अच्छे 44 अच्छी 44 स्क्वायर के 1936 तो आपको आम लिखिपर है 45 मूल्य आम जाना प्रथम देखा 45 मूल्य जानले आम किपर बाहर करवा 45 स्क्वायर इक्वल टू 40 प्लस 5 इंटू 40 प्लस 5 दैट इज इक्वल टू ये पाइगले कौन 2025 तो ये 2025 टी 1936 रु बड़ अच्छी तेणु ये 40 आउ 45 मध्य 1936 40 आउ 45 मध्य क्यों संख्याटी जार एक घर 4 थिला 44 जे गोटे संख्या जार एक घर आम कौन थिला 4 थिला जानी पारल तो ये आम बाहर कर देख आउ गोटे उदाहरण तले देती उदाहरण टी करवा एपर्यंत कहार कन्फ्यूजन किसी ना तो ओके देख सोनू और बिजू एक खेल खेलती जड़े गोटे संख्या कहले अन्य जन तार वर्गमूल कह उत्तर दिए सोनू 25 कहला बिजू सांगे सांगे 5 उत्तर दे आपको लिखाऊे जदि भी कहार किसी पे डाउट थी तो मतलब व्हाट्सएप पचारि पार कहीं जेहतु तुम स्टार्टिंग रू सब पढ़ुच मे भी कन्फ्यूजन रही पारे रिपीटेडली क्लास देखीदेव सेकेंड टाइम देखले भी बुझीपार ठीक अच्छे तो सोनू कौन कहला एटा हला सोनू एटा हला बिजू ओके सोनू केते कहला 25 कहला तार वर्गमूल केते 5 बिजू उत्तर देला से भाव में बिजू कहला 81 सोनू उत्तर देला 9 ओके माने जड़े गोटे संख्या कहले जड़े तार वर्गमूल उत्तर दे सेमती सोनू 250 कहवा पर्यंत खेल चली 250 गोटे पूर्णवर्ग संख्या न हो बिजू यार उत्तर दे पारा ना एमती खेल चलला केते बजाय 250 जाए सोनू कहला 250 50 एमती तो चली 250 जो कहला 250 गोटे कौन है गोटे पूर्णवर्ग संख्या न हो बिजू यार उत्तर दे पारा ना ताल देख 250 वर्गमूल निकटतम संख्या किए पचार 250 वर्गमूल तो बाहरी पार कि तार निकटतर वर्गमूल किए पचार सोनू पचारा बिजू तो बिजू कौन उत्तर दब चल बहुत बढ़िया ट्रिकी क्वेश्चन ना ये क्वेश्चन परीक्षा आस भी पारे आम ये चेक कर मु तुम कही कौन तुम ये बाहर कर 10 स्क्वायर 120 स्क्वायर 400 30 स्क्वायर 900 एमती तुम चेक कर 250 क्या मध्य आसूँ जब 10 स्क्वायर नेली 100 20 स्क्वायर नेले के 400 250 आ मध्य आसूँ क्या मध्य 100 आ 400 मध्य आस देख 250 नियरेस्ट किए रही नियरेस्ट आइदर 10 20 किंतु 10 आउ 20 डिस्टेंस बहुत अधिक तो निकटतर तो से हेबेनी 10 आउ 20 पूरा 10 डिजिट डिस्टेंस अच्छी तो निकटतर किपर बाहर कर गोटे मझे तार नहीं 15 बाहर करदे कार बाहर करदे 15 बाहर करवा जब 15 बाहर करवा 15 इंटू 15 दैट इज इक्वल टू 225 ठीक अच्छे 225 टा 250 टिके कम अच्छे ओके पाखापाखि आम पहुँच सेमती आम 16 बाहर करवा 16 है 16 इंटू 16 दैट इज इक्वल टू 256 250 अधिक रहीगला आ मध्य किए रहा 250 ये रहा 225 आ 256 मध्य आ 15 और 16 मध्य कौन संख्या नहीं तेणु ये आम जानले कौन 250 निकटतर वर्ग संख्या किए 15 और 16 ओके आम लिखिपर से देख ये से कही 250 कहार मध्य रोचे 100 आ 400 मध्य रोचे 100 तो रूट ओवर करले केते हबो 10 बाहर आ 400 रूट ओवर 20 किंतु 10 आ 20 ऑलरेडी बहुत डिस्टेंस अच्छी
ତେଣୁ ଆମେ କଣ କରିବା ତାର ମଝିଟା ନେଇଯିବା। ମଝି ମନେକର ଖାଲି ନେଲି ଚେକ୍ କରିବା ପାଇଁ, ମଝି ହେଲା 225, 225 ଜଷ୍ଟ ଟିକେ ଅଧିକ ନେବି କାହିଁକି ନା ତା ଆଗରେ ଅଛି 250, 256 ହେଲା। ଏଠୁ ଆମେ ଜାଣିଗଲେ କଣ 15 ଆଉ 16 ମଧ୍ୟରେ 250 ଟି ରହିବ। ସେଠୁ ଆମେ ଜାଣିଲେ 250 ର ମୂଲ୍ୟ ପ୍ରାୟତଃ 16 ଠାରୁ କମ୍ ଆଉ 15 ଠାରୁ ଟିକେ ଅଧିକ। ଓକେ, 15 ଠାରୁ ଟିକେ ଅଧିକ ଆଉ 16 ଠାରୁ ଟିକେ କମ୍। ସେଇଭଳିଆ ଭାବରେ ଆଉ ଗୋଟେ ଦେଇଛି ଦେଖ, ଆକଳନ କରିବାର ଅଛି। ଅଖିଲ ପାଖରେ, ଆର କିଛି କନଫ୍ୟୁଜନ ଏଠି ତ ନଥିବ ତ, ବୁଝିପାରୁଥିବ ତ 15 16 କିପରି ବାହାରିଲା। କାରଣ 250 ହେଲା 225 ଆଉ 256 ମଧ୍ୟରେ, ତେଣୁ ସେ କହିଲା ନା ନିକଟତମ ସଂଖ୍ୟା କିଏ? ନିକଟତମ ସଂଖ୍ୟା 15 ଆଉ 16। ଅଖିଲ ପାଖରେ 125 ବର୍ଗ ସେମି କ୍ଷେତ୍ରଫଳ ବିଶିଷ୍ଟ ଖଣ୍ଡିଏ ବର୍ଗାକୃତି କପଡା ଅଛି। ଏଥିରୁ 15 ସେମିର ଦୈର୍ଘ୍ୟର ବର୍ଗାକୃତି କପଡା କଟାଯାଇ ପାରିବ କି ନାହିଁ? କରାଯାଇ ପାରିବ କି? ଯଦି ନୁହଁ ତାହେଲେ ଜାଣିବାକୁ ଚାହାନ୍ତି ଏହି କପଡା ଖଣ୍ଡରୁ ସର୍ବାଧିକ ଆକୃତି ରୁମାଲ କାଟି ହେବ ଯାହାର ପାର୍ଶ୍ୱର ଲମ୍ବ ଏକ ପୂର୍ଣ୍ଣ ସଂଖ୍ୟା ହବ। ବର୍ଗାକୃତିରେ ଆମେ ବାହାର କରିବା। ଦେଖ, ଗୋଟିଏ କପଡା ଅଛି, ଏ ଗୋଟେ କପଡା ଅଛି ବର୍ଗାକୃତି କ୍ଷେତ୍ରର, ଯାହାର କ୍ଷେତ୍ରଫଳ ହେଲା 125 ବର୍ଗ ସେମି। ସେଠୁ 15 ସେମି ଦୈର୍ଘ୍ୟର ଗୋଟେ ବର୍ଗାକୃତି କପଡା କାଟାଯାଇ ପାରିବନି, ଚେକ୍ କରିବା। ଦେଖ, ଏଟା 125 ହେଲା କ୍ଷେତ୍ରଫଳ। ଆগে 15 ସେମି ଯଦି ଗୋଟେ ଦେଇଛି ଦୈର୍ଘ୍ୟ, ତାର ବର୍ଗ କ୍ଷେତ୍ର ବାହାର କରିବା। ମାନେ ଗୋଟେ ବାହୁର ଦୈର୍ଘ୍ୟ ଭାବିଦିଅ 15 ସେମି, ଆଉ ତାର ବର୍ଗ କ୍ଷେତ୍ରଫଳ କିପରି ବାହାରିବ? ବାହୁ ଗୁଣନ ବାହୁ, ମାନେ 15 ଗୁଣନ 15। ବର୍ଗାକୃତିର ବାହାର କରିବା ଗଲେ 15 ଗୁଣନ 15 କେତେ? 225। କିନ୍ତୁ ଆମ ପାଖରେ ଅଛି ଅଲରେଡି 125, କିନ୍ତୁ ଆମକୁ ଦରକାର 225। ହେଇପାରିବ କି? ନା, ହେଇପାରିବ ନାହିଁ। ତ ହେଇପାରିବ ନାହିଁ। ଯଦି ହେବନି, ସେ କହିଥିଲା ଯଦି ହେବନି ତାହେଲେ ମ୍ୟାକ୍ସିମମ୍ ଆମେ କେତେ ବଡ ଖଣ୍ଡେ କାଟି ପାରିବା। ମ୍ୟାକ୍ସିମମ୍ କେତେ ବଡ କାଟି ପାରିବା ଦେଖିବା, ଚେକ୍ କରିବା। ପ୍ରଥମେ ଆମେ 10 ର ଦେଖିବା। ଯେତେବେଳେ ଆମେ କଣ କରିବା, ନିକଟତର ବାହାର କରିବା, ଆମେ ଚେକ୍ କରିବା। ଓକେ, 125 ର ନିକଟତର ସଂଖ୍ୟା କିଏ? ମନେକର ନବା ପ୍ରଥମେ 10, 10 ର ସ୍କୋୟାର 100, 20 ର ସ୍କୋୟାର ହେଲା 400। ତ ସେ 100 ପାଖାପାଖି ରହୁଛି, 10 ର ସ୍କୋୟାର ପାଖାପାଖି ରହୁଛି 125, ପୁରା ନିୟରେଷ୍ଟ ଅଛି। ତାର 10 ର ସ୍କୋୟାର ହେଲା କେତେ? 125। 11 ର ସ୍କୋୟାର କେତେ? ସରି, 10 ର ସ୍କୋୟାର ହେଲା 100, 11 ର ସ୍କୋୟାର ହେଲା 121, 12 ର ସ୍କୋୟାର କେତେ ହେଲା? 144 ହେଲା। ତାହେଲେ ଜାଣିଲେ କଣ 125 ଏଇ ମଧ୍ୟରେ ଆସିବ। ଆଉ 125 ସାନ କିଏ? 121 ସାନ, ଆଉ ଯିଏକି 11 ସେମି ରହୁଛି। 12 ସେମି ହେଲା ବେଳକୁ ତ ସେ ଅଲରେଡି 144 ହେଇଯାଉଛି, ଆଉ 144 ଟି 125 ରୁ ଅଧିକ, ତେଣୁ 12 ସେମି ତ ଯିବନି। ତାହେଲେ କିଏ ଯିବ? 11 ସେମି ଯିବ। ତାହେଲେ ଆମେ ବୁଝିପାରିଲେ କଣ 125 ସେମି ବର୍ଗ କ୍ଷେତ୍ରରୁ ଆମର 11 ସେମି ବିଶିଷ୍ଟ ଗୋଟିଏ ବର୍ଗ କ୍ଷେତ୍ର ବାହାରି ପାରିବ। 11 ସେମି ହେଲେ ତାର କ୍ଷେତ୍ରଫଳ କେତେ ହବ? 121 ସେମି, ଆଉ ଯିଏକି ଆ ଭିତରେ ଆସିଯିବ। ତ ଆମେ ପାଇବା। ବୁଝିହେଲା? আর କିଛି କନଫ୍ୟୁଜନ ଅଛି କି? ଯଦି କନଫ୍ୟୁଜନ ଅଛି ଆଉ ଥରେ କହିଦେଉଛି। ଗୋଟେ 125 ସେମି ବର୍ଗ କ୍ଷେତ୍ରର କ୍ଷେତ୍ରଫଳ ଦେଇଥିଲା, ତା ମଧ୍ୟରୁ ଗୋଟେ 15 ସେମି ଦୈର୍ଘ୍ୟର ଗୋଟେ ବର୍ଗାକୃତି କପଡା କାଟି ପାରିବ କି ନାହିଁ ଆମେ ଚେକ୍ କରିବାର ଅଛି। 15 ସେମି ଯଦି ବର୍ଗାକୃତି ଗୋଟେ କପଡା କାଟିବା ତାହେଲେ ତା କ୍ଷେତ୍ରଫଳ ବାହାର କରିବା। 225 ହେଲା କ୍ଷେତ୍ରଫଳ, କିନ୍ତୁ ଆମ ପାଖରେ ତ ଅଲରେଡି 125 କ୍ଷେତ୍ରଫଳ ବିଶିଷ୍ଟ ଗୋଟେ ବର୍ଗ କ୍ଷେତ୍ରର କ୍ଷେତ୍ରଫଳ ଅଛି, କିନ୍ତୁ ସେଇଠୁ 125 ର 225 ଯିବ କି? ଯିବନି ନା। ଆମ ପାଖରେ ସିନା ଅଧିକ ଥିଲେ ଆମେ କମ ନବା, କମ ଥିଲେ ଅଧିକ କେମିତି ଯିବ? ତମ ପାଖରେ ଜଣେ କହିବ ତମ ପାଖରେ 125 ଟଙ୍କା ଅଛି, ତମେ ତାକୁ 225 ଟଙ୍କା ଦିଅ, ତମେ କେବେ ଦେଇପାରିବ କି? ଦେଇପାରିବନି, କାହିଁକିନା ତମ ପାଖରେ ତ 125 ଟଙ୍କା ଅଛି। କିନ୍ତୁ 125 ଟଙ୍କାରୁ 121 ଟଙ୍କା ତମେ ଦେଇପାରିବ, କାହିଁକି ନା ତମେ ଅଲୱେଜ କମ ହେଇଯିବ। ତ ସେ କହିଲା କଣ, ନେକ୍ସଟ କଲା ଯଦି ହେବ ନାହିଁ ତାହେଲେ ସେଠୁ କେତେ ସର୍ବାଧିକ ଗୋଟେ ବର୍ଗ କ୍ଷେତ୍ର ବାହାରି ପାରିବ। ତ ଆମେ ବାହାର କରିବା ପାଇଁ ପ୍ରଥମେ 10 ର ସ୍କୋୟାର ନେଲି, ସେଟା ହେଲା 100, ଆଉ 100 ନିୟରେଷ୍ଟ ଅଛି କଣ? 125 ର ପାଖାପାଖି ଅଛି। ସେମିତି 11 ସ୍କୋୟାର ନେଲି, 11 ସ୍କୋୟାର ହେଲା 121। ସେମିତି 12 ସ୍କୋୟାର ନେଲି, 12 ସ୍କୋୟାର ହେଲା 144। ସେ ତ କ୍ରସ କରିଗଲା, ତ 12 ହେବ ନାହିଁ। ତାହେଲେ କିଏ ହବ? 11 ହିଁ ହବ। ତ 11 ସେମି ବିଶିଷ୍ଟ ଗୋଟେ ବର୍ଗ କ୍ଷେତ୍ରଟି ବାହାର କରିବା, କାରଣ ବର୍ଗର 11 ର କ୍ଷେତ୍ରଫଳ ହେଲା 121। ବୁଝିହେଲା? ଏଇଠି ଆମର ସରିଯାଇଛି। ନେକ୍ସଟ ଯୋଉ ଅଛି ନିଜେ କରି ଦେଖ, ସେଟା ଆମେ ନେକ୍ସଟ କ୍ଲାସରେ ଆମେ କରିବା। 1 ନମ୍ବରରୁ 8 ନମ୍ବର କ୍ୱେଶ୍ଚନ କରିବା, 9 ନମ୍ବର ଅଛି, ଯେତିକି ଅଛି ସମସ୍ତ କ୍ୱେଶ୍ଚନ କରିବା। ତାପରେ ନେକ୍ସଟ କ୍ଲାସ ଆମେ ଘନ ସଂଖ୍ୟା ପଢିବା। ତେଣୁ ନେକ୍ସଟ କ୍ଲାସ ବହୁତ ଇମ୍ପୋର୍ଟାଣ୍ଟ ରହିବ, ସମସ୍ତେ ନିଶ୍ଚୟ ରୂପେ କ୍ଲାସ ଆଟେଣ୍ଡ କରିବ। ଆଉ ଆଜି କ୍ଲାସରେ କଣ କାହାର କିଛି ଡାଉଟ୍ ରହିଲା ଯଦି ମୋତେ କମେଣ୍ଟରେ ପଚାରି ପାରିବ। ଭିଡ଼ିଓ ଅତି ସମୟ ଦେଖିଥିବାରୁ ଥ୍ୟାଙ୍କ ୟୁ ସୋ ମଚ୍ ପିଲାମାନେ। ଆଉ ପରୀକ୍ଷା ପାଇଁ ଭଲସେ ପଢୁଥିବ, ଏବେଠୁ ଷ୍ଟାର୍ଟ କରିବ। ନୂଆ ନୂଆ ପାଠପଢା ଷ୍ଟାର୍ଟ ହେଉଛି, କେବେ ଢିଲା କରିବ ନାହିଁ। ୱିଶ୍ ୟୁ ଭେରି ଅଲ୍ ଦ ବେଷ୍ଟ।